କେନ୍ସି ବି ଜାଗାରେ ଯଦି ସୂର୍ଯ୍ୟବଂଶୀ ସୁରଜ ଆଉଛନ୍ ତାକୁ ପୁରାପୁରି ଖୋଲା ଖୋଲି ହିସାବେ ବିରୋଧ କରବା ଆଉ ସେଥିର ମୁଖ୍ୟ ଭୂମିକା ନେବା କୁଶଲ ସେନା। ଜୁହାର ଜୟ କୁଶଲ ବନ୍ଦାଟା ବିର୍ବଲ ମାଖୁଛି। ମୁଇଁ ଗୋଟେ ଜିନିଷ ଜଣାଇ ନେବାର ଇଚ୍ଛା ସୋସିଆଲ ମିଡ଼ିଆ ମାଧ୍ୟମରେ ଯେ ସୂର୍ଯ୍ୟବଂଶୀ ସୁରଜ ସେ ହଉଛନ୍ ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ। ସେ ଗୋଟେ ନିରାଟ ସତ୍ୟ କଥା କହୁଛନ୍ ତାଙ୍କର ଅଞ୍ଚଳ ଲାଗି ଯେନ୍ଟା କି ଆମର ଭାଷାକେ ମାନ୍ୟତା ଦେବା ଲାଗି ସେମାନେ ନାଇଁ ଚାହେବାର ପହଲା କଥା। ତାଙ୍କର ଇଚ୍ଛା ନେଲ ଯେ ଆମର ସମ୍ବଲପୁରୀ କୋଶଲି ଭାଷାର ଅଷ୍ଟମ ଅନୁଚ୍ଛେଦରେ ଜାଗା ପାଉ ହେଲା। ଓଡ଼ିଶାରେ ବିଜେଡି ସରକାର ଥିଲା ସେ କେନ୍ଦ୍ର ସରକାର ନାଇଁ କରବା କହୁଥିଲେ ହେଲେ ଏହା ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କହୁଛନ୍ ଆଉ ସେ ସରକାର ଯେନ୍ ଆମର ଭାଷା ସଂସ୍କୃତି ଯେନ୍ ମନ୍ତ୍ରୀଟା ଅଛନ୍ ସେ ଡାଇରେକ୍ଟଲି କହିଲେ ଯେ ଏଇ ଭାଷାକେ ମାନ୍ୟତା ଦିଆ ନାଇଁ ଯାଇପାରେ ବୋଲି। এটা ବହୁତ বড় দুঃখর কথা। এইথুন দেখুন আজ্ঞা যেতলে ওড়িশা 4.5 কোটি লোক নেইকরি গোটে রাজ্য সেতুন প্রায় 2 কোটি লোক আমার সম্বলপুরী কোশলি ভাষা কহসু আর সে ভাষাকে যদি মান্যতা না দিয়াযিবা নে দিয়াযাଏ ବୋଲି କହିବାଟା ଅତି ଦୁଃଖର କଥା। ଆପଣମାନେ ଜାଣିଛନ୍ ସମସ୍ତେ ଯେ ଯେତିକି ବି ରାଜ୍ୟ ଅଛି ଯେନ୍ 30ଟା ରାଜ୍ୟ ଅଛି ସବୁ ଜାଗାରେ ଗୋଟେ ଭାଷାର ତାର ଉପଭାଷା ବି ଗୋଟେ ରହୁଛେ। ଅନେକ ଜାଗାରେ 2-2ଟା 3-3ଟା ଭାଷା ଅଛି ହେଲେ ଓଡ଼ିଶାରେ କାଁ କରି ନାଇଁ ହେବା। ଏଥୁନ୍ ପ୍ରକୃତରେ ଜଣେଇ ନେବା ଲାଗି ସେମାନେ ଚାହୁଁଛନ୍ ଯେ ଆମେ ତମ ସାଙ୍ଗେ ଅଛେ ଖାଲି ପଶ୍ଚିମ ଓଡ଼ିଶାରୁ ଟେକ୍ସ ନେଇକରି ରେଭିନ୍ୟୁ ନେଇକରି ଓଡ଼ିଶା ସରକାର ଚଲାବା ଲାଗି ସେମାନେ ତାଙ୍କର ମନସାଟା ଅଛେ। ହେଲେ ଆମର ଭାଷା ଆମର କଲା ଆମର ସଂସ୍କୃତି ଆମର ସାହିତ୍ୟ ପ୍ରତି ତାଙ୍କର କିଛି ଆନ୍ତରିକତା ନେନ। ସେଟା ଯେନ୍ ଏହାଦେ ସୂର୍ଯ୍ୟବଂଶୀ ସୁରଜ କଥା କହୁଛୁ ସେ ପଶ୍ଚିମ ଓଡ଼ିଶା ସାରାକେ ଗୋଟେ ଜଣେଇ ନେବାର ଚାହିଁଲେ ଯେ ସବୁବେଳେ ଯେନ୍ ଠକି ନେଉଥିଲେ ଆମକୁ ଯେ ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା ଗୋଟିଏ ବୋଲିକିରି ସେଟାକେ ସେ କ୍ଲିୟର କରିନେଲେ ଯେ ପ୍ରକୃତରେ ଆମେ ତମ ସାଙ୍ଗେ ନାଇଁ ବୋଲିକିରି ଏଥୁନ୍ ବହୁତ ବଢିଆ ଜିନିଷଟି ଜାଣିବାକୁ ପାଇଲା। ଏହାଦେ ଆମକୁ ପଶ୍ଚିମ ଓଡ଼ିଶା ସାରାକୁ ଏକଜୁଟ ହେଇକରି କେନ୍ତା କରି ଆମର ଭାଷା ମାନ୍ୟତା ପାଇପାରବା କେନ୍ତା ସେପାରେଟ ଷ୍ଟେଟ୍ ହେଇପାରବା ସେ ଉପରେ ଆମେ ଆନ୍ଦୋଳନ କରିକରି ଲୋକଙ୍କ ସାଙ୍ଗେ ବସିକରି ସବୁକୁ ଏକଜୁଟ କରିକରି ଆଗକେ ବଢ଼ବାରେ ପଡ଼ବା ନହେଲେ ଏଇଟା ସମ୍ଭବ ନାଇଁ ହେଇପାରେ। ଆମ ପଶ୍ଚିମ ଓଡ଼ିଶା ସାରା ଯେତିକି ବି ବୁଦ୍ଧିଜୀବୀ ଅଛନ୍ ଯେତିକି ବି ସେପାରେଟ ଷ୍ଟେଟ୍ ଦାବି ଦେଇକରି ଲାଗୁଛନ୍ ଯେତିକି ବି ସଂଗଠନ ସମସ୍ତେ ଆସୁନ୍ ଏକଜୁଟ ହେଇକରି ଇ ପ୍ରକାର ମନ୍ତବ୍ୟ ଦେଉଥିବା ଲୋକ ବିରୋଧ করবার কথা। ଆଉ ଏଟାକେ ଓଡ଼ିଶା କାଣା ଓଡ଼ିଶା ବାହାରେ ବି ଦେଖେଇବାର କଥା। ଆପଣମାନଙ୍କୁ ମୁଁ ଆଉ ଗୋଟେ ଜଣେଇ ନେବାର କହୁଛେ ଯେ ଅନେକ ରାଜ୍ୟରେ ତାଙ୍କର 2-3ଟା ଭାଷା ରହୁଛି। ଗୋଟେ ଠିକ ଅଛି ଗୋଟେ ତାଙ୍କର ଯଦି ଆମର ଓଡ଼ିଶାର ଓଡ଼ିଆ ଗୋଟେ ଭାଷା ସମ୍ବଲପୁରୀ ଯଦି 2 କୋଟି ଲୋକ କହୁଛୁ ଏଇଟା ବି ଆମର ମାତୃଭାଷା ଏଟାକି ମାନ୍ୟତା ଦିଆ ହେବାର କଥା। ଯଦି ଦିଆ ନାଇଁ ଯାଉଛେ ଆଗାମୀ ଦିନେ ଭୟଙ୍କର ଆନ୍ଦୋଳନ ହେବା। ଆଉ ସେଥିଲାଗି କେନ୍ସି ବି ଜାଗାରେ ଯଦି ସୂର୍ଯ୍ୟବଂଶୀ ସୁରଜ ଆଉଛନ୍ ତାକୁ ପୁରାପୁରି ଖୋଲା ଖୋଲି ହିସାବେ ବିରୋଧ କରବା ଆଉ ସେଥିର ମୁଖ୍ୟ ଭୂମିକା ନେବା କୁଶଲ ସେନା।